ଜୟ ଜଗନ୍ନାଥ। ଆଜି ଆମ ଘରକୁ ସବୁ ଗେଷ୍ଟ ସବୁ ଆସିବେ। ରୋଷେଇ ରୋଷେଇ କରିକି ଟିକେ ଦେବା ସବୁ ବୋଲି ସାଧା ଟିକେ ହବ। ଆଉ ଛତୁ ଟିକେ ହେଇଛି। ଆଉ ଦେଖ ଛତୁ 1.5 କିଲୋ ଖଣ୍ଡେ ଆମର ଆଜି ହେଇଛି। ଆଉ ଆଳୁ 500 ଖଣ୍ଡେ ହବ। ତାପରେ ଛତୁ ଏଇଟା କଟା ଚାଲିବ, ମାନେ କଟା ହେଇଯାଇଛି ଖାଲି ଧୁଆ ହବ। ଆଉ ଏବେ ଆଳୁ କଟା ଚାଲିବ। ଆଉ ବର୍ତ୍ତମାନ ଆଳୁ କଟା ସରିଲା, ଏଇଟା ଲାଷ୍ଟ ଫଳ। ଆଳୁ କଟା ସରିଲା ପରେ ବର୍ତ୍ତମାନ ଏଇଟା ଛତୁକୁ ବେସର ସବୁ ମସଲା ମସଲି ମ୍ୟାରିନେଟ୍ କରାହବ। ଛତୁ ମସଲା ସବୁ ଏଇଟା ବେସର ସବୁ ମ୍ୟାରିନେଟ୍ କରାହବ। ଦେଖିବେ ଆଉ ଦେଖ ସାଙ୍ଗମାନେ ଆମର ମାନେ ମସଲା ବଟା ହେଇକି ଥିଲା, ଗ୍ରାଇଣ୍ଡିଂ ହେଇଥିଲା। ସୋରିଷ ମସଲା ହବ, ସୋରିଷ ଗ୍ରାଇଣ୍ଡିଂ ଟିକେ 5-10 ମିନିଟ୍ ପୂର୍ବରୁ ଗ୍ରାଇଣ୍ଡିଂ କରିଥିଲେ ତାର ବାସ୍ନାଟା ଭଲ ଆସିବ। ବର୍ତ୍ତମାନ ଏଇଟା ପକେଇକି ସୋରିଷ କଣ ସବୁ ଗ୍ରାଇଣ୍ଡିଂ କରୁଛ ସେଥିରେ ପିଆଜ ଆଉ ରସୁଣ ଆଉ ଶୁଖିଲା ଲଙ୍କା 4-5ଟା ଆଉ ସୋରିଷ ଜିରା ଏସବୁ ଗ୍ରାଇଣ୍ଡିଂ ହେଇକିରି ଅଛି। ଆଉ ଟିକେ ହଳଦୀ ପକେଇଦବା, ହଳଦୀ ପଡ଼ିଗଲା। ଲଙ୍କା ଟିକେ ଦବା, ଲଙ୍କା ତ ପେଶା ହେଇଛି। ଲଙ୍କା ସାଧାରେ ଟିକେ ଲଙ୍କା କମ ହେଲେ ଠିକ, ଲଙ୍କା ବେଶୀ ହେଲେ ରାଗ ହେଇଯିବ, ଖାଇ ଦେଇଥିବି। ଆଉ ଲୁଣ ଟିକେ ପଡ଼ିବ, ସ୍ୱାଦ ଅନୁସାରେ ଲୁଣଟା ପକେଇବା। ଦେଖ ଝୋଳ ଗ୍ଲାସ ପୁଣି ପଡ଼ିବ। ଆଉ କଣ ପକେଇବା? ଆଳୁ ଟିକେ ପକେଇଦବା, ଆଳୁ ପଡ଼ିଲା। ତାପରେ ଟିକେ ଟମାଟୋ ପକା ହେଇଥିଲା, ଟମାଟୋ ପଡ଼ିଲା। ଭଲ ଭାବରେ ଗୋଳେଇକି ରଖିବା। 5-10 ମିନିଟ୍ ଖଣ୍ଡେ ଗୋଳେଇକି ରଖିଦବା। ଗୋଳେଇ ସାରିକିରି ଗୋଳେଇକି ଟିକେ ରଖିଦବା। ଟେଷ୍ଟଟା ଭଲ ଆସିବ। ହଁ, ଟେଷ୍ଟ ପୁରା ଶସା ଆସିବ, ବାସ୍ନା ପୁରା ଶସା ହେଲା। ଟିକେ ଟିକେ ପାଣି ଆଣ, ପାଣି ଅଳ୍ପ ପାଣି। ଆଉ ତୁ କଣ ଦେଖ, କଣ ସରିଲା ସବୁ ଦେଖେଇଲ, କଣ ସରିଲାଣି ସାରିଲଣି? ଭାତ ଶେଷ, ତାହେଲେ ଟିକେ ହାତ ଲଗେଇ କାଟିଲ। ରେଡି, ଗୋଟା ଗୋଟା ଅଛି, ଠିକ ଅଛି। ହଁ, ଗାଁକୁ ହବ ଏଇଟା ଦେଖି କଣ କୁନ୍ଦୁରି ଆଳୁ ପାପଡ଼ ଇଏ। ଆଉ ତ ଏଇଟା ଛତୁଟା ହବ, ଆଉ ସାଲାଡ ଟିକେ ହବ। ଆଉ ଛତୁ ତ ଏଠି ଥୁଆ ହେଇଛି, ଖାଲି ଆରମ୍ଭ ହବ ଏବେ ଛତୁଟା। ଆଉ ଏବେ ବର୍ତ୍ତମାନ ଦେଖ ଆମର ଛତୁ, ଏବେ ଛତୁ ବେସର ଶେଷ। ଦେଖ ବଢିଆ ଲାଗିବ, ଆସନା ରେଡି।